ମୋହିନୀ ଏକାଦଶୀରେ ଦୁର୍ଲଭ ସଂଯୋଗ। ଏହି ତିନି ରାଶିଙ୍କ ଉପରେ ବର୍ଷିବ ଲକ୍ଷ୍ମୀଙ୍କ କୃପା। ବୈଶାଖ ମାସ ଶୁକ୍ଳପକ୍ଷ ମୋହିନୀ ଏକାଦଶୀ 19 ମେ'ରେ ଅଛି। ମୋହିନୀ ହେଉଛନ୍ତି ଭଗବାନ ବିଷ୍ଣୁଙ୍କର ଏକମାତ୍ର ମହିଳା ଅବତାର, ଯାହା ସେ ସମୁଦ୍ର ମନ୍ଥନ ସମୟରେ ଅମୃତ କଳସ ରକ୍ଷା କରିବା ପାଇଁ ନେଇଥିଲେ। ଏଥର ମୋହିନୀ ଏକାଦଶୀରେ ଏକ ବଡ଼ ସଂଯୋଗ ସୃଷ୍ଟି ହେବାକୁ ଯାଉଛି, ଯାହା କିଛି ରାଶିର ଚିହ୍ନ ପାଇଁ ଭାଗ୍ୟବାନ ହେବ। ମୋହିନୀ ଏକାଦଶୀ ଉପରେ 3ଟି ରାଶିର ଧନ ବୃଦ୍ଧି ଓ ପାରିବାରିକ ସୁଖ, ଚାକିରି ପଦୋନ୍ନତି ହେବାର ସମ୍ଭାବନା ରହିଛି। କେଉଁ ରାଶି ଚିହ୍ନ ଭାଗ୍ୟଶାଳୀ ହେବ ଆସନ୍ତୁ ଜାଣିବା। ଅମୃତ ସିଦ୍ଧ ସିଦ୍ଧାର୍ଥ ସିଦ୍ଧ ଯୋଗ 19 ମଇ ମୋହିନୀ ଏକାଦଶୀରେ ଗଠିତ ହେଉଛି। ଏହା ବ୍ୟତୀତ ଶୁକ୍ର ଏବଂ ସୂର୍ଯ୍ୟ ଏହି ଦିନ ବୃଷ ରାଶିରେ ଉପସ୍ଥିତ ରହିବେ, ଯେଉଁଥିପାଇଁ ଶୁକ୍ରାଦିତ୍ୟ ଏବଂ ରାଜଭଙ୍ଗ ଯୋଗ ଗଠନ ହେବ। ଏହି ଯୋଗରେ ଶୁଭ ପ୍ରଭାବ ଲୋକଙ୍କ ଜୀବନରେ ଶୁଭକାମନା ଆଣିଥାଏ। ମୋହିନୀ ଏକାଦଶୀ ଅର୍ଥ ଦୃଷ୍ଟିରୁ ମେଷ ରାଶିର ଲୋକମାନଙ୍କ ପାଇଁ ଲାଭଦାୟକ ହେବ। ଶୁକ୍ର ଶୁଭ ପ୍ରଭାବ ଯୋଗୁଁ ଆୟ ବୃଦ୍ଧି ପାଇବ, ଟଙ୍କା ରୋଜଗାର ନୂତନ ଉତ୍ସ ଖୋଲିବ, ପିଲାମାନଙ୍କ ପାଖରୁ ଭଲ ଖବର ଗ୍ରହଣ କରାଯାଇପାରେ, ବିଚାରାଧୀନ କାର୍ଯ୍ୟ ସମାପ୍ତ ହେବ, ବ୍ୟବସାୟକୁ ବିସ୍ତାର କରିବା ପାଇଁ ପ୍ରସ୍ତୁତ ଯୋଜନା ସଫଳ ହେବ, ଯାହାକି ଦୀର୍ଘ ସମୟ ମଧ୍ୟରେ ଆର୍ଥିକ ଲାଭ ହେବ। ବିଛା ରାଶି ମୋହିନୀ ଏକାଦଶୀ ବିଛା ରାଶିର ଲୋକଙ୍କ ପାଇଁ ଅନେକ ଶୁଭ ସୁଯୋଗ ଆଣିଛନ୍ତି। ଆପଣଙ୍କ ଶିକ୍ଷା କ୍ଷେତ୍ରରେ ଅଗ୍ରଗତି ହେବ। ଶିକ୍ଷା ସନ୍ତାନ ପ୍ରାପ୍ତ ହେବାର ଇଚ୍ଛା ପୂରଣ ହୋଇପାରେ। ପାରିବାରିକ ସମନ୍ୱୟ ରହିବ। ଚାକିରିର ତୁମର କାମ ପ୍ରଶଂସିତ ହେବେ। ଦରମା ବୃଦ୍ଧି ହେବାର ଦୃଢ଼ ସମ୍ଭାବନା ଅଛି। ସିଂହ ରାଶି ମୋହିନୀ ଏକାଦଶୀ ଉପରେ ସୃଷ୍ଟି ହେଉଥିବା ଯୋଗ ଶୁଭ ପ୍ରଭାବ ହେତୁ ସିଂହ ରାଶିର ଲୋକଙ୍କ ବ୍ୟକ୍ତିତ୍ୱ ପୂର୍ବ ଅପେକ୍ଷା ଭଲ ହେବ। ନିଯୁକ୍ତ ବ୍ୟକ୍ତିମାନେ ନିଜ କ୍ୟାରିୟରରେ ଭଲ ପ୍ରଦର୍ଶନ କରିବେ ଏବଂ ସେମାନଙ୍କର ଆୟ ବୃଦ୍ଧି ପାଇଁ ଅନେକ ସୁଯୋଗ ପାଇବେ। ପରିବାରରେ ସୁଖ ଶାନ୍ତି ଓ ସମୃଦ୍ଧତା ବୃଦ୍ଧି ପାଇବ ଏବଂ ଏଥର ବିବାହିତ ଲୋକଙ୍କ ପାଇଁ ମଧ୍ୟ ଅନୁକୂଳ ପ୍ରମାଣିତ ହେବ। ଏଠାରେ ପ୍ରଦାନ କରାଯାଇଥିବା ତଥ୍ୟ ଏକ ସୂଚନା ଉପରେ ଆଧାରିତ। ଏହାକୁ ଆମ ଚ୍ୟାନେଲ ନିଶ୍ଚିତ କରେ ନାହିଁ। ଏ ବିଷୟରେ ସମ୍ପୂର୍ଣ୍ଣ ବିବରଣୀ ଜାଣିବା ପାଇଁ ଜ୍ୟୋତିର୍ବିଦଙ୍କ ସହିତ ଯୋଗାଯୋଗ କରନ୍ତୁ।